আসন্তকালি টি20 বিশ্বকপর সেমিফাইনাল মুহাଁମୁହିଁ ହେବେ ଭାରତ ଏବଂ ଇଂଲଣ୍ଡ। ବିସିସିଆଇ କଲା ବଡ଼ ଘୋଷଣା, ଦଳକୁ ଫେରିବେ ବିରାଟ କୋହଲି, ରୋହିତ ଶର୍ମା। ହଁ ଦର୍ଶକ ବନ୍ଧୁ, ଯେଉଁମାନେ ଚ୍ୟାନେଲ ନୂଆ ଅଛନ୍ତି ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ। ଚାଲନ୍ତୁ ସମ୍ପୂର୍ଣ୍ଣ ଖବର ଜାଣିବା। ଦର୍ଶକ ବନ୍ଧୁ, ଭାରତ ଦଳକୁ ଫେରୁଛନ୍ତି ବିରାଟ କୋହଲି ଓ ରୋହିତ ଶର୍ମା। ଭାରତର ଦୁଇ ତାରକା ରୋହିତ ଶର୍ମା ଏବଂ ବିରାଟ କୋହଲି ଟି20 ଆନ୍ତର୍ଜାତୀୟ ଏବଂ ଟେଷ୍ଟ କ୍ରିକେଟରୁ ଅବସର ନେଇଛନ୍ତି, କିନ୍ତୁ ସେମାନେ 2027 ଦିନିକିଆ ବିଶ୍ୱକପ ଉପରେ ନଜର ରଖି ଦିନିକିଆ ଫର୍ମାଟରେ ସକ୍ରିୟ ଅଛନ୍ତି। 2026 ଆଇପିଏଲ୍ ପରେ ଟିମ୍ ଇଣ୍ଡିଆ ବିଶ୍ୱକପ ପାଇଁ ଯୋଜନା ଆରମ୍ଭ କରିବ, ଯାହା ଆଫଗାନିସ୍ତାନ ବିପକ୍ଷରେ ଆଗାମୀ ଦିନିକିଆ ସିରିଜ୍ ସହିତ ଆରମ୍ଭ ହେବ। ଆଫଗାନିସ୍ତାନର ଭାରତ ଗସ୍ତରେ ଗୋଟିଏ ଟେଷ୍ଟ ମ୍ୟାଚ୍ ଏବଂ 3ଟି ଦିନିକିଆ ମ୍ୟାଚ୍ ସାମିଲ ହେବ। ଏହି ଦିନିକିଆ ସିରିଜ୍ ରୋହିତ ଓ ବିରାଟ କୋହଲି ଟିମ୍ ଇଣ୍ଡିଆରେ ଖେଳିବେ। ଏହି ସିରିଜ୍ ସହିତ ଏକ ଗୁରୁତ୍ୱପୂର୍ଣ୍ଣ ହେବ, କାହିଁକି ନା 2027 ବିଶ୍ୱକପ ପାଇଁ ଏହା ହେବ ଦୁଇ ଜଣଙ୍କର ପ୍ରମୁଖ ପଦକ୍ଷେପ। ସିରିଜ୍ ପ୍ରଥମ ମ୍ୟାଚ୍ ଜୁନ୍ 14ରେ ଧର୍ମଶାଳା ଖେଳାଯିବ। ତାପରେ ଦୁଇ ଦଳ ଜୁନ୍ 17ରେ ଲକ୍ଷ୍ନୌରେ ଏବଂ ଜୁନ୍ 20 ତାରିଖରେ ଚେନ୍ନାଇରେ ପରସ୍ପରକୁ ମୁହାଁମୁହିଁ ହେବେ। ଏହି ଦୁଇ ଦେଶ ମଧ୍ୟରେ ପ୍ରଥମ ଦିନିକିଆ ସିରିଜ୍ ମଧ୍ୟ ହେବ। ଏହା ପୂର୍ବରୁ ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଗୋଟେ ବି ହେଲେ ଦିନିକିଆ ମ୍ୟାଚ୍ ଖେଳା ନାହିଁ। ଏହା ହେବ ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ପ୍ରଥମ ଦିନିକିଆ ମ୍ୟାଚ୍ ଏବଂ ଯାହା ବିସିସିଆଇ ଘୋଷଣା କରିଛି ଯେ କି ଯେହେତୁ ଟେଷ୍ଟ ଏବଂ ଟି20 ରୋହିତ ଶର୍ମା ବିରାଟ କୋହଲି ଖେଳୁନାହାନ୍ତି, ଦିନିକିଆ ଖେଳୁଛନ୍ତି, ତେଣୁକରି ଯେହେତୁ ଦିନିକିଆ ମ୍ୟାଚ୍ ଜୁନ୍ 14ରେ ଖେଳ ହେବ, ଦଳକୁ ଫେରିବେ ବିରାଟ କୋହଲି ଓ ରୋହିତ ଶର୍ମା। ଇଏ ହେଉଛି ସବୁଠୁ ବଡ଼ ଖବର, ଯିଏକି ବିସିସିଆଇ ଘୋଷଣା କରିଛି ଜୁନ୍ 14ରେ ଖେଳ ହେବ ଆଫଗାନିସ୍ତାନ ସହିତ ପ୍ରଥମ ଦିନିକିଆ ମ୍ୟାଚ୍ ଏବଂ ଦଳକୁ ଫେରିବେ ବିରାଟ କୋହଲି ଓ ରୋହିତ ଶର୍ମା। ଦର୍ଶକ ବନ୍ଧୁ, ଆସନ୍ତାକାଲି ଖେଳ ହେବ ଟି20 ବିଶ୍ୱକପ। ଆପଣ ମତରେ କିଏ ଜିତିବ, ଭାରତ ନା ଇଂଲଣ୍ଡ? କମେଣ୍ଟ କରି ନିଶ୍ଚିତ ଜଣାନ୍ତୁ।